জয় জগন্নাথ। বিট্টু ভাই, আজ একটা ভালো কথা মনে রাখ। দুষ্ট ভার্যা প্রকৃতি মুখরা কলিযুগ ওটা নারী ମାନଙ୍କ ଯୁଗ ମାନେ ମା ନେଇକି ଜଗତ ରହିଛି, ପୁଣି ମା ନେଇକି ଜଗତ ସଂହାର ହେଇଛି। ସତ୍ୟ ଯୁଗରେ ସଂହାରକାରୀ କିଏ? ଦୁର୍ଗା। ହଁ କି ନାହିଁ? ତ୍ରେତୟା ଯୁଗରେ କିଏ ସେ? ରାମ। ଏ ଭୁଲ କରି ସୀତା। ସୀତା। ଦ୍ୱାପର ଯୁଗରେ କିଏ ସେ? ଦ୍ରୌପଦୀ। ଆଉ କଳି ଯୁଗରେ ଦୁଷ୍ଟ ଭାର୍ଯା। ବୁଝି ହଉଛି? ଯାହାର ମନ୍ଦ ବୁଦ୍ଧି ଦିଶେ ସେ ପ୍ରାଣୀ ଭଲ ପାଇ ପଶେ। ବର୍ତ୍ତମାନ ଲଭ ମ୍ୟାରେଜ ମେଜରିଟି ନା, ବାପ ମାଆକୁ ମାନିବେନି, ବାହା ହେଇଗଲେ। ତାପରେ ବର୍ଷେ ପୁରୁନେ ପାଟିଆ ପିଟା ଝଗଡ଼ା ଝାଟି ହେଇ ଛାଡ଼ ପତ୍ର ଦିଆ ଦେଇ ହେଇଯାଉଛି। ହଉନାହାନ୍ତି? ବର୍ତ୍ତମାନ ସମୟରେ ଦେଖ, ଆମ ଭାରତ ଭୂଖଣ୍ଡରେ ନାରୀକୁ ଉଚ୍ଚ ସମ୍ମାନ ଦିଆଯାଉଛି। ହଁ କି ନାହିଁ? କାରଣ ସେ ମା ଜଗଧାତ୍ରୀ ପରମ ବୈଷ୍ଣବ। କିନ୍ତୁ ବର୍ତ୍ତମାନ ସମୟରେ ନାରୀ ଯୋଉ ମା ଶବ୍ଦଟା ଅପଭ୍ରଂଶ ହେଇଗଲା। ଦୁଷ୍ଟ ଭାର୍ଯା ପ୍ରକୃତି ମୁଖରା। ପ୍ରକୃତି ମୁଖରା କଣ? ତା ମୁହଁ ଗୁଡା ଭାରି ଟାଣ। ସେ ଭାବେ କଣ କହିଲ, ସ୍ୱାମୀ ହଉଛି ତାଙ୍କ ପାଦ ତଳର ଚାପ। କାରଣ ଇଏ ସ୍ୱାମୀ ବି ସେଇଆ କରିଛି ଲଭ ମ୍ୟାରେଜ। ଇଏ କାହାକୁ କହିପାରିବନି। କୁହନ୍ତି ନା ଅଜାଗା ଘା କାହାକୁ ଦେଖେଇ ହୁଏନି। ହଁ କି ନାହିଁ? ସେ ଚିନ୍ତା କରିବା ତାର ଇଏ ମତେ ଭଲ ପାଇଛି, ବାହା ହେଇଛି ମାନେ ସେ ଆଗରୁ କାହିଁକି କାହାକୁ ଭଲ ନ ପାଇଥିବ, ପୁଣି ଭବିଷ୍ୟତରେ କାହାକୁ ଆଉ ଭଲ ନ ପାଇବ। ହଁ କି ନାହିଁ? କଳିଯୁଗର ନାରୀ ଚରିତ୍ର ଏମିତି ପରିବର୍ତ୍ତନ ହେଇଯିବ ବୋଲି ମହାପୁରୁଷ କହିଛନ୍ତି, ଯାହାକି ମୁଖରେ ବର୍ଣ୍ଣନା କରିହେବ ନାହିଁ। ଯୋଉ ନାରୀ ସ୍ୱାମୀକୁ ସମ୍ମାନ ଦେଇ ନ ଶିଖିଥାଏ, ଗୋଟେ ଦେଖୁଛି ସବୁ ସ୍ୱାମୀ କଣ ଦୁଷ୍ଟ? ଅନେକ ବ୍ୟକ୍ତି, ସରଳ ବ୍ୟକ୍ତି ମାନେ ଫସି ଯାଇ ମଧ୍ୟ କାନ୍ଦୁଛନ୍ତି। ଆମ ଅନୁଭୂତି, ଗୋଟେ ନିରୀହ ଲୋକଟାକୁ ତା ସ୍ତ୍ରୀ ତାକୁ ହଳ ବୁଲୁ, କହିଲା ଭାଇ ମୁଁ ସୁଇସାଇଡ୍ କରିଦେବି। ସେଇ ସେ କଥା କହନି, କାରଣ ଇଏ ସବୁବେଳେ ଜ୍ଞାନୀ ଶିକ୍ଷିତ ଲୋକଟା ନା, କିନ୍ତୁ ତା ସ୍ୱାମୀ ତା ନୁହେଁ। ଯଥା ନିକୋଷା ବିଷରବା। ହଁ କି ନାହିଁ? ନିକୋଷା ରାଜିଆ ଶୁଣି ବିଷରବା ଜଣେ ସ୍ତ୍ରୀ ଥିଲେ। ରାବଣ ବ୍ରାହ୍ମଣ ପୁଅ ହେଲେ ମଧ୍ୟ, ଏତେ ଶିକ୍ଷିତ ହେଲେ ମଧ୍ୟ ତା ପ୍ରକୃତି କଣ? କ୍ରୁର ପ୍ରକୃତି। କାରଣ ମା କଳାର ଛୁଆଟି, ବାପା କଳାର ଛୁଆଟି, କୁମ୍ଭକର୍ଣ୍ଣ ଜାଣିଛି ଭାଇ ଦୋଷ କରିଛି, ତଥାପି ଭାଇ ସମ୍ପତ୍ତି ଗଲା। ବିଭୀଷଣ କଥା ତ ପଛରେ କହିବା, ସେ ଗୋଟେ ବଡ ଟପିକ୍ ହେଇଛି। ବର୍ତ୍ତମାନ ମା ବଂଶରେ ବେଶୀ ଛୁଆ। ହଁ କି ନାହିଁ?
ମା ଯୋଉ ଢାଞ୍ଚା ଥବ ଛୁଆ ମାନେ ସେଇ ଢାଞ୍ଚା ହେବେ। କାହିଁକି? ନିକଷା କଳାତକ ରହିଗଲା ରାବଣ ଥିଲା। ବ୍ରାହ୍ମଣ ଛୁଆ ହେଲେ ମଧ୍ୟ ରାକ୍ଷସ ଶବ୍ଦଟା ନାଗିଲା। ସେମିତି ବର୍ତ୍ତମାନ ସମୟ ଦେଖୁନ, ବାପ ମାନଙ୍କୁ ପୁଅ ମାନେ ବାଡଉନାହାନ୍ତି। କାହିଁକି? ଏହା ବର୍ଣ୍ଣ ସଂକର। ବାପ କଥା ଯୋଉ ଛୁଆ ନ ମାନେ ତାକୁ କୁହାଯାଏ ବର୍ଣ୍ଣ ସଂକର। ବର୍ଣ୍ଣ ସଂକର ଶବ୍ଦ ତ ଅଲଗା ବାହାରିବ, ବୁଝିବ। ବାପା ମା ଏପଟ ସେପଟେ ହେଲେ, ବାପା ଏପଟ ସେପଟେ ହେଲେ ବର୍ଣ୍ଣ ସଂକର କୁହାଯାଏ। କିନ୍ତୁ ଗୁଣ ବାଚକରେ ଯୋଉରା ବାପା ମାଙ୍କୁ ନ ମାନନ୍ତି ତାକୁ ଶୁଦ୍ଧ ଓଡ଼ିଆରେ କୁହନ୍ତି ମଧ୍ୟ ବର୍ଣ୍ଣ ସଂକର। କାରଣ କଣ? ଶିକ୍ଷା ଦୀକ୍ଷାର ଅଭାବ। ମା ଅଂଶ ରହିବ ଛୁଆ ପାଖରେ, ଯେମିତି ନିକଷ ଅଂଶ ରହିଲା ରାବଣ ପାଖରେ। ତେଣୁ ବର୍ତ୍ତମାନ ନାରୀ ସମାଜ ଯେତେବେଳେ ଉଶୃଙ୍ଖଳା ହେଇଯାଉଛି, ଛୁଆ କଣ ହେବେ? ସେଇଆ ହେବେ। ଏଡିକି ଏଡିକି ଛୁଆ ମଦ ପିଇକି ରାସ୍ତାଘାଟରେ ବୁଲୁଛନ୍ତି। ତମେ ଯଦି କଣ କହିବ ସେ ତମକୁ କଣ କରେ? ଓଲଟି ନଉଟେଇ କହିଦେବେ। ତେଣୁ ବିବେକୀ ଲୋକ ତାଙ୍କୁ ଦେଖିଲେ ଲୁଚିକି ଘରକୁ ପଳେଇ ଆସିବେ। ଦୁଷ୍ଟ ଭାର୍ଯ୍ୟା ପ୍ରକୃତି ମୁକ୍ତ, ସେମାନଙ୍କର ଚାରି ଖୋରାକୁ ଦୂରୁ ଦିଅ। ମହାପୁରୁଷଙ୍କର ଗୋଟେ ବାଣୀ ପନ୍ନ ପଡେ, ନାରୀ ମାନେ ଉଗ୍ର ହେବେ, ପର ପୁରୁଷକୁ ନାରୀ ମାନେ ଉଗ୍ର ହେବେ, ପୁରୁଷକୁ ହତ ମାନ୍ୟ କରିବେ, ତ ଯାଇ ଫୁଲ ପର ପୁରୁଷେ ରଖିଦେବେ। କିନ୍ତୁ କହିଲେ ଅନ୍ତିମ ସମୟରେ ନାରୀ ଆଉ ଲଜ୍ଜାଶୀଳା ହବନି, ଏ ଉଗ୍ର ହେଇଯିବେ। ପୁରୁଷକୁ ହତ ମାନ୍ୟ କରିବେ, ସ୍ୱାମୀକୁ ସମ୍ମାନ ଦେବେନି, ମାନ୍ୟ ଦେବେ ନାହିଁ, କୁକୁର ମାଙ୍କଡ ପରି ବ୍ୟବହାର ଦେଖିବେ, ଭୟ କରିବେ ନାହିଁ। ସ୍ତ୍ରୀ ଯଦି ଭ୍ୟାନିଟି ପକେଇଯିବ, ମାର୍କେଟ କରିବ, ସ୍ୱାମୀ ବେଗ ଧରିକି ଛୁଆଟେ ଦେଇକି ବୁଲୁଥିବ ତା ପଛେ ପଛେ। ନା ଯାଇ ଫୁଲ ପର ପୁରୁଷେ ରଖିଦେବେ। ଅନେକ ସ୍ତ୍ରୀ ଲୋକ, ଥୋଡାଏ ସ୍ତ୍ରୀ ଲୋକ ସମ୍ମାନ ଦେବେନି କାହାକୁ? ସ୍ୱାମୀକି। ଆଉ କିଛି ବ୍ୟକ୍ତି ବାହାରିବେ, ସେ ପର ପୁରୁଷ ସହିତ ସମ୍ପର୍କ ରଖିବେ। ସ୍ୱାମୀ ଦେଖୁଥିବ ଚାହୁଁଥିବ ଚୁପ୍ ହେଇକି ରହୁଥିବେ। ତମେ ତାକୁ ଯେତେ ପରିବର୍ତ୍ତନ ଚେଷ୍ଟା କଲେ ସେ ହବନି। କାହିଁକି କହିବି? ଦୁର୍ଜନ ପରହତ୍ୟ ପାଇଁ କୃତ ବିଷଣ ମଣିନାଥ ଭୂଷିତ ସର୍ପ କିମୋଚନ ଭୟଙ୍କର। ସାପ ମୁଣ୍ଡରେ ଗୋଟେ ଅମୂଲ୍ୟ ମଣି ଅଛି, ସାପ କଣ ଜାଣିପାରୁଛି? ତା ପ୍ରକୃତି ହଉଛି ଘଂସନ କରିବ। ସେମିତି ଦୁଷ୍ଟ ଲୋକ ତମେ ଯେତେ ତାକୁ ପେଟରେ ବାନ୍ଧିକି ରଖିଲେ, ତା ପ୍ରକୃତି ହଉଛି ସବୁବେଳେ ତମର ଅମଙ୍ଗଳ ଚିନ୍ତା କରିବ। ସେ ଜାଣିବା କଥା ମୋ ସ୍ୱାମୀ ମୋ ପାଇଁ ଇଷ୍ଟ। ସ୍ୱାମୀ କିଆଡେ ଶୋଧୁଛି, ଶାନ୍ତୁନି ବାହାର ଉଠଉଛି, ସ୍ୱାମୀର ମାନ ସମ୍ମାନ ରଖିବି ନାହିଁ, ସାବିତ୍ରୀ ବ୍ରତ କରିବି, ତାର କଣ ମହତ୍ଵ ଅଛି? ମହାପୁରୁଷ ବା କହିଛନ୍ତି, ଘରେ ଘରେ ସାବିତ୍ରୀ ବ୍ରତ ହବ, ଜଣେ କିଏ ସତୀ ନଥିବେ। ସେ କଣ ଭୁଲ ଲେଖିଥିଲେ? ସେ ଠିକ ଲେଖିଥିଲେ। ସତୀ ନାରୀ କାହାକୁ କହୁଛି? ତମକୁ କ୍ୟାମେରା ଆଗରେ କହିଲେ କେତେ ଘର ଭାଙ୍ଗିଯିବ, ମୁଁ ତମକୁ ଚୁପ୍ କିନି କହିଦେବି। ସମୟଟା ଭାରି ଘଡିଛନ୍ତି ମତେ। ଗୋଟିଏ ନାରୀର ଇଷ୍ଟ ହଉଛି ତା ସ୍ୱାମୀ। ସ୍ୱାମୀ ପଛେ ଭିକାରୀ ହଉ, ସେ ତାର କଣ ହଉଛି? ତାର ଇଷ୍ଟ। କିନ୍ତୁ ବର୍ତ୍ତମାନ କେଇ ଜଣ ତା ସ୍ୱାମୀ ପୂଜା କରୁଛନ୍ତି? ସ୍ୱାମୀ ନାଁ ଧରିକି ଆଗେ ଡାକୁଛନ୍ତି, ଏବେ ସ୍ୱାମୀ ନାଁ ଧରି ଡାକୁଛନ୍ତି। ସବୁ ଜିନିଷର ଗୋଟେ ସ୍ତର ଅଛି, ଲେବୁଲ ଅଛି। ଅଧିକା ଉଶୃଙ୍ଖଳା ହେଇଗଲେ କଣ ହବ? କ୍ଷୀର ଉଠିଲେ କଣ ହବ? ବିନାଶ କାଳେ ହେଲେ ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ, ସ୍ୱାମୀ ସେବା ନାରୀ ଧର୍ମ।
ସ୍ୱାମୀ ପଦେ ମତି ଅର୍ଚ୍ଚନାରେ ଭକ୍ତି କରୁଥିବ ନିତ୍ୟ କର୍ମ। ସ୍ୱାମୀ ଗୋଟିଏ ନାରୀର ହଉଛି ଇଷ୍ଟ, ସେ ତାର ଗୁରୁ, ତା ପରମ ବାନ୍ଧବ, ଏବଂ ନାରୀର ଇଚ୍ଛା ସ୍ୱାମୀର ସେବା କରିବାକୁ ତାର କର୍ତ୍ତବ୍ୟ। ବର୍ତ୍ତମାନ ଅଛି, ବର୍ତ୍ତମାନ ତାହା ନାହିଁ। ତେଣୁ ଏମାନେ ଆର ଲକ୍ଷଣ କଣ? ଯେମିତି ଦ୍ରୌପଦୀ ମୁଣ୍ଡ କେଶ କରିଥିଲା ମଲେ ପ୍ରହାର ହେଲେ, ବର୍ତ୍ତମାନ ଯେତିକ ଚୁଟି ଖୋଲା ଇଏ ସବୁ ଗୋଟି ଗୋଟି କଣ ଦ୍ରୌପଦୀ, ଏଇ ମା ହିଁ ବିନାଶ କରିବେ ବୋଲି ଆମର ଦୃଢ ବିଶ୍ୱାସ। ଜୟ ଜଗନ୍ନାଥ। ସେ ଯୋଗମାୟା ଶୀଘ୍ର ସହାନୀଳା ଆରମ୍ଭ କରନ୍ତୁ। ସେ ଯୋଗମାୟାଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ଗୌରାଙ୍ଗ ଦେଖ